ଢେଙ୍କାନାଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରୁ ଋଣ ଆଣି ବେକାର ଯୁବକ ଯୁବତୀ ମାନେ ସ୍ୱାବଲମ୍ବୀ ହେବା ସହ ପରିବାର ପୋଷଣ କରିପାରୁଛନ୍ତି। ଜିଲ୍ଲାରେ 26ଟି ଜାତୀୟ ବ୍ୟାଙ୍କ ଓ ପ୍ରାଇଭେଟ୍ ବ୍ୟାଙ୍କ ମାଧ୍ୟମରେ 78,394 ଜଣ ଲୋକଙ୍କୁ 2024-25 ଆର୍ଥିକ ବର୍ଷରେ 561 କୋଟି 25 ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଋଣ ପ୍ରଦାନ କରାଯାଇଛି। ଏହି ମୁଦ୍ରା ଯୋଜନାରେ ଗ୍ରୋସରୀ, ବ୍ୟୁଟି ପାର୍ଲର, ଟେଲରିଂ ଓ ଛୋଟ ଛୋଟ ଦୋକାନ ପାଇଁ ଋଣ ଦେଇ ପୁରୁଷ ଓ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି ବୋଲି ଜିଲ୍ଲା ଲିଡ୍ ବ୍ୟାଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଢେଙ୍କାନାଳ ଗ୍ରାମ ବ୍ୟାଙ୍କରୁ ମୁଦ୍ରା ନେଇଥିବା ପୂର୍ଣ୍ଣଚନ୍ଦ୍ର କୁହନ୍ତି, ମୁଁ ପୂର୍ଣ୍ଣଚନ୍ଦ୍ର ଦାସ, ଚାନ୍ଦମାରୀ, ଢେଙ୍କାନାଳ ଚାନ୍ଦମାରୀ ସାହି। ମୁଁ ପ୍ରଧାନମନ୍ତ୍ରୀ ଯୋଜନାରୁ ମୁଦ୍ରା ଯୋଜନା ନେଇଛି। ସେଇଥିରୁ 3.5 ଲକ୍ଷ ଟଙ୍କା ନେଇଛି ଏବଂ ମୋର ଛୁଆ ପିଲାଙ୍କୁ ପାଠ ପଢ଼ିବା ସହିତ ଦୋକାନରେ ଉପକୃତ ହେଇଛି। ଥାନା ପାଖରେ ଚା ଦୋକାନ ଦେଇଛି। ସେଇ ଚା ଦୋକାନକୁ ଆସ୍ତେ ଆସ୍ତେ ମୁଁ ବଢ଼େଇ ଚାଲିଛି। ସେହିପରି ବୁଦ୍ଧିମନ୍ତ ଦାସ ଢେଙ୍କାନାଳ ଜିଲ୍ଲା ବଳଭଦ୍ରପୁର ଗ୍ରାମର 10ମ ପାସ୍ କରିଥିବା ଜଣେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ହିତାଧିକାରୀ ଅଟନ୍ତି। ସେ 5 ବର୍ଷ ତଳେ ମୋବାଇଲ ବିଷୟରେ ତାଲିମ ନେଇଥିଲେ। ପରେ ପରେ କଟକ ଜିଲ୍ଲାରେ ଗୋଟେ ମୋବାଇଲ ଦୋକାନରେ କାମ କରି ମୋବାଇଲ ବିଷୟରେ ବହୁତ ଜାଣିବାକୁ ପାଇଲେ। ପରେ ପରେ ସେ ନିଜେ ଦୋକାନ ଖୋଲିଲେ। ଏହା ସହ ମୋବାଇଲ ଆକ୍ସେସରିଜ୍ ମଧ୍ୟ ବିକ୍ରି କରୁଛନ୍ତି। ଗୋଟେ ଦୋକାନ ପରେ ଆଉ ଗୋଟେ ଦୋକାନ ବସ୍ ଷ୍ଟାଣ୍ଡରେ ଖୋଲିଛନ୍ତି। ସ୍ୱାଭିମାନ ହିଁ ସ୍ୱାବଲମ୍ବୀ ଚଳିବା ପାଇଁ ସେ ଚାହାନ୍ତି। ଢେଙ୍କାନାଳ ଗ୍ରାମ ବ୍ୟାଙ୍କ ମୁଖ୍ୟ ଶାଖାରୁ ଚାଟ୍ ବ୍ୟବସାୟ କରି ସ୍ୱାବଲମ୍ବୀ ହୋଇଥିବା ଢେଙ୍କାନାଳ ସହର ଯୁଗଳକୃଷ୍ଣ ସାହୁ ମିଶନ ନ୍ୟୁଜ୍କୁ କୁହନ୍ତି, ନମସ୍କାର, ମୁଁ ହେଉଛି ଯୁଗଳକିଶୋର ସାହୁ କହୁଥିଲି। ଓଡ଼ିଶା ଗ୍ରାମ ବ୍ୟାଙ୍କର ମୁଦ୍ରା ଯୋଜନା ନେଇକି କରିଥିଲି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ମୁଁ ନେଇକି କରିଥିଲି। ବହୁତ ମାନେ ଆଜି ଚାଟ୍ ଦୋକାନଟା କରିଛି, ଘର ସହ ପରିବାର ବି ଚଳୁଛନ୍ତି। ଅଶେଷ ଧନ୍ୟବାଦ ଦେଉଛି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ। ଆଜି ମୁଁ କରିଛି 1.5 ଲକ୍ଷ ଟଙ୍କା ମୁଁ ନେଇଯାଇଥିଲି। 1.5 ଲକ୍ଷ ଆଜି ପର୍ଯ୍ୟନ୍ତ ଠିକ୍ ଅଛି, କିଛି ଅସୁବିଧା ବି ନାହିଁ। ଆହୁରି ବି କରୁଛନ୍ତି, କିଛି ନାହିଁ। ବ୍ୟୁରୋ ରିପୋର୍ଟ, ମିଶନ ନ୍ୟୁଜ୍।